जन्माय वसवर्ति विश्वमखिलं ब्रह्मादिदेवासुरा जतसत्त्वादमृषैव भाति सकलं रजो यथा हिर्भ्रमः जतपादप्लवमेकमेव हि भवाम्बोधे स्थितिरिषावतां वन्देऽहं तमशेषकारणपरं रामाख्यमीशं हरिं नानापुराणनिगमागमसमस्तं जदरामायणे निगदितं क्वचिदन्यतोऽपि स्वान्तसुखाय तुलसी रघुनाथगाथा भाषानिबन्धमतिमञ्जुळमातनोति जो सुमिरत सिद्धि होई गणनायक करिबर वदन करऊ अनुग्रह सोई बुद्धि राशि शुभ गुण सदन मूक होई बाचल पंगु चढ़ाई गिरिवर गहन जासु कृपा सुदयाल द्रवौ सकल कलिमल दहन श्री राम जय जय राम श्री राम जय जय राम श्री राम जय जय राम श्री राम जय जय राम। बोल सियावर रामचंद्र भगवान की जय हो। नारद श्राप दीन्ह एक बारा कलप एक तेहि लगी अवतारा गिरिजा चकित भई सुनि बानी नारद विष्णु भगत मुनि ज्ञानी। भगवान शिव कहले, हे अंबिके थरे नारद मुनि मध्य प्रभु को अभिशाप देथिले, तेणु गोटे कल्परे प्रभु सेथिपाई अवतार नेले। एई कथा को सुनी माँ पार्वती आश्चर्य हो गले। से कहले नारद तो स्वयं विष्णुकर भक्त, सी पुणी कहीं भगवान को अभिशाप देले। लक्ष्मीवती भगवान बा ताकर कि अपराध कले? हे पुरारी एई प्रसंगटी मते शुणिबा भारी इच्छा होची। तेणु मुनि नारद मन जो मोह होगा कथा तो आश्चर्य लगुचे, तेज से आश्चर्यमय कथाटी कौन मु शुणापी चाहूँगी। तेणु महादेव हसी हसी कहले, कई ज्ञानी नुहे कि कई मूर्ख नुहे। प्रभु रघुनाथ जेतेबेले जहाकू जेपरी करती सेतेबेले से सेहीपरी हो जाए। याज्ञवल्क्य एवं भरद्वाज मध्य एई कथार पुंखानुपुंख आलोचना करुचंती जे प्रभु रामकर गुण कथा मु कहूची, आपण केवल श्रद्धार सहित शुणु। तुलसीदास कहते मान मद मोह को त्याग करी भववंजन रघुनाथ को मध्य तुम्हें भजन कर। हिमगिरि गुहाय कति पावनी बह समीप सुर सरि सुहावनी आश्रम परमा पुनीत सुहावा देखी देव ऋषि मन अति भावा। हिमालय पर्वत रे गोटे अति पवित्र गुंफा थिला, ता पाखरे कि गोटे सुंदर गंगा नदी प्रवाहित होउथिला। सेई परम पवित्र सुंदर आश्रम को देखी नारद मनरे आकर्षण आसीगला। पर्वत नदी वन
ବିଭିନ୍ନ ପ୍ରାନ୍ତ ଦେଖି ନାରଦଙ୍କ ମନରେ ଲକ୍ଷ୍ମୀକାନ୍ତ ଭଗବାନଙ୍କ ଚରଣରେ ପ୍ରେମ ବଢ଼ିଗଲା। ତାଙ୍କୁ ଦକ୍ଷ ପ୍ରଜାପତି ଅଭିଶାପ ଦେଇଥିଲେ ଯେ କୌଣସି ସ୍ଥାନରେ ସ୍ଥିର ହୋଇ ତୁମେ ରହିପାରିବନି, କିନ୍ତୁ ଭଗବାନଙ୍କ ସ୍ମରଣ କରିବା କ୍ଷଣି ସେହି ଅଭିଶାପର ଗତିରୋଧ ହୋଇଗଲା। ତାଙ୍କ ମନ ସ୍ୱାଭାବିକ ଭାବରେ ନିର୍ମଳ ହୋଇଗଲା। ସେ ସମାଧିସ୍ଥ ମଧ୍ୟ ହୋଇଗଲେ। ଏକ ଜନ୍ମ ଏଥିପାଇଁ ହେଲେ ଅବତାର, ପ୍ରତି ଅବତାର ହେତୁ ଦେବେ ଅଗୋଚର। ଏକ ଜନ୍ମ ନାରଦଙ୍କ ସାପଙ୍ଗେ ବହି, ରାମ ଅବତାର ହେଲେ ପ୍ରଭୁ ଭାବଗ୍ରାହୀ। ଶୁଣି ପାର୍ବତୀ ଚକିତ ହେଲେ ବାଣୀ, ନାରଦ ଯେ ବିଷ୍ଣୁ ଭକ୍ତ ଗଣଙ୍କ ଗ୍ରଣୀ। ସେ କିମ୍ପା ସାପ ବିହିଲେ କହ ଶୂଳଧର, ନାରଦ ତ ଜ୍ଞାନୀ ଶ୍ରେଷ୍ଠ ମହର୍ଷି ପ୍ରବର। ଶୁଣି ହସି ଶିବ କହିଲେ ପାର୍ବତୀ, ଜ୍ଞାନୀ ମୂଢ଼ ନୁହେଁ କେହି। ରଘୁପତି ଯାରେ ଯେ ମନ୍ତ କରନ୍ତି, ତେ ମନ୍ତ ହୁଅଇ ସେହି। ହିମଗିରି ମଧେ ଥିଲା ଗୁହାଏ କପୁତ, ତା ନିକଟେ ବହୁଥିଲା ମନ୍ଦାକିନୀ ସ୍ରୋତ। ସେ ଆଶ୍ରମ ମନୋହର ଦେଖିଣ ନାରଦ, ତହିଁ ରହି ଧ୍ୟାନ କଲେ ଉମା ରମାପତି ପଦ। ବିମଳ ମନ ତାଙ୍କର ହରି ସୁମରଣେ, ସମାଧି ମଗନ ମୁନି ହୋଇଲେ ତକ୍ଷଣେ। ତପ ଦେଖି ଦେବରାଜ ଭୟେ ହେଲେ ଭୀତ, କାମେ ଡାକି ସନମାନି କହିଲେ ଦୁରିତ। ମୋର ହିତ ଲାଗିବାରେ ଯାଅ କି ନା ମାର, ନାରଦ ଏଛନ୍ତି ନେବେ ଇନ୍ଦ୍ର ପଦ ମୋର। ନାରଦ ମୁନିଙ୍କର ଏହି ତପମୟୀ ସ୍ଥିତିକି ଦେଖି ଦେବରାଜ ଇନ୍ଦ୍ର ଡରିଗଲେ। ସେ କାମଦେବଙ୍କୁ ଡକାଇଲେ, ତାକୁ ଆଦର ସତ୍କାର କଲେ ଏବଂ କହିଲେ, ମୋ ହିତ ପାଇଁ ତୁମେ ନିଜ ସହାୟକମାନଙ୍କ ସହିତ ଯାଇକି ନାରଦଙ୍କର ସମାଧିକୁ ଭଙ୍ଗ କର। ତାହା ଶୁଣି ମୀନକେତନ ମାର ଅର୍ଥାତ୍ କନ୍ଦର୍ପ ବା କାମଦେବ ପ୍ରସନ୍ନ ଚିତ୍ତରେ ସେଠାକୁ ଚାଲିଗଲେ। କାରଣ ଯାହା ପରୋପକାରାୟ ସ୍ୱର୍ଗାୟ, ସେ ଜାଣିଛନ୍ତି ଯେ ମୋତେ ଅନ୍ୟର କର୍ମ କରିବା ପାଇଁ ଅଛି। ତେଣୁ ସେ ନିଜେ କ'ଣ କଲେ ନା ତାଙ୍କର ଗଣମାନଙ୍କୁ ନେଇ ସେଠାରେ ପହଞ୍ଚିଗଲେ। ଇନ୍ଦ୍ରଙ୍କ ମନରେ ଭୟ ହୋଇଗଲା। ଦେବର୍ଷି ନାରଦ ଇନ୍ଦ୍ରପୁରୀ ରାଜ୍ୟ ଅର୍ଥାତ୍ ମୋର ଇନ୍ଦ୍ରଙ୍କର ରାଜତ୍ୱକୁ ଛଡ଼େଇ ନେବାକୁ ଚାହୁଁଛି। ଜଗତରେ ଯେଉଁମାନେ କାମୀ ଲୋଭୀ, ସେମାନେ କୁଟିଳ କୁଆ ପରି ସମସ୍ତଙ୍କୁ ଡରନ୍ତି। ସିଂହକୁ ଦେଖିଲେ ମୂର୍ଖ କୁକୁର ଯେମିତି ତାର ଶୁଖିଲା ହାଡ଼ ଖଣ୍ଡିକ ନେଇକି ଦୌଡ଼ିକି ପଳାଏ, ସିଂହ ତାର ସେହି ହାଡ଼ ଖଣ୍ଡିକ କାଳେ ଛଡ଼େଇ ନେବ ବୋଲି ସେ ଯେପରି ଭାବେ, ଇନ୍ଦ୍ରଙ୍କୁ ସେପରି ନାରଦ ମୋର ରାଜ୍ୟ ଛଡ଼ାଇ ନେଇଯିବ ବୋଲି ଭାବିବାକୁ ତାକୁ ଲଜ୍ଜା ଲାଗିଲାନି।
କାମଦେବ ସେହି ଆଶ୍ରମକୁ ଗଲେ। ନିଜ ମାୟାରେ ସେଠାରେ ବସନ୍ତ ଋତୁକୁ ଉତ୍ପନ୍ନ କଲେ। ବିଭିନ୍ନ ବୃକ୍ଷରେ ନାନା ରଙ୍ଗର ଫୁଲ ଫଳ ଫୁଟିଗଲା। କୋଇଲିମାନେ ରାବିବାକୁ ଲାଗିଲେ। ଭ୍ରମରମାନେ ଗୁଞ୍ଜନ ମଧ୍ୟ ଆରମ୍ଭ କରିଦେଲେ। ହାୟ ରେ ସଂସାର କାମୀ ଲୋଲୁପ ଯେ ନର, କୁଟିଳ କାକ ପରାଏ ଡରେ ନିରନ୍ତର। ଷଠ ଶ୍ୱାନ ଯେନେ ଶୁଷ୍କ ହାଡ଼ ଖଣ୍ଡି, କାମୁଡ଼ି ଯାନ୍ତେ ପଳାଇ ମୃଗରାଜ ଦେଖି ବିଚାରେ ନିଶ୍ଚୟ ନେବ ମୋଠାରୁ ଛଡ଼ାଇ। ସୁରପତି କୁତେଶନେ ଲାଜ ନାହିଁ ତିଳେ, ତୁଚ୍ଛ ଇନ୍ଦ୍ର ପଦ ପାଇଁ ହୃଦ ତାର ଜଳେ। ଆଜ୍ଞା ପାଇ ମନ ମଥ ସେ ଆଶ୍ରମେ ଯାଇ, ମାୟା ବସେ ଋତୁରାଜ ନିର୍ମାଣିଲା ତହିଁ। କୁସୁମିତ ହେଲା ସବୁ ବୃକ୍ଷ ତରୁଲତା, କୋକିଳ କୂଜନେ ଅଳି ଗୁଞ୍ଜେ ମୁଖରିତା। ତ୍ରିବିଧ ସମୀର ବହେ ଉଲ୍ଲସାଇ ମନ, ଯା ପରଶେ ମାତି ଉଠେ କାମ ହୁତାସନ। ରମ୍ଭାଦି ନବ ଯୌବନାସୁର ନାରୀ, ସକଳ କାମ କଳାରେ ପ୍ରବୀଣା ସୁନ୍ଦରୀ। ବହୁତ ନାରଙ୍ଗେ ତହିଁ ଆରମ୍ଭିଲେ ଗାନ, ବହୁବିଧ କ୍ରୀଡ଼ା କଲେ ଜଳ ପକ୍ଷୀ ଗଣ। କାମଦେବ ସେହି ଆଶ୍ରମକୁ ଗଲେ। ନିଜ ମାୟାରେ ସେଠାରେ ବସନ୍ତ ଋତୁ ଉତ୍ପନ୍ନ କରିଲେ। ବିଭିନ୍ନ ବୃକ୍ଷରେ ନାନା ରଙ୍ଗର ଫୁଲ ଫୁଟିଲା। କୋଇଲିମାନେ ରାବିବାକୁ ଲାଗିଲେ। ଭ୍ରମରମାନେ ଗୁଞ୍ଜନ ଆରମ୍ଭ କଲେ। କାମାଗ୍ନିକୁ ଆହୁରି ଜୋରରେ ଜଳାଇବାକୁ 3 ପ୍ରକାରର ବାୟୁ ପ୍ରବାହିତ ହେବାକୁ ଲାଗିଲା। ସେହି ମନୋହର 3 ବାୟୁ ହେଉଛି ଶୀତଳ, ମନ୍ଦ, ସୁଗନ୍ଧ। କାମକଳାରେ ନିପୁଣ ରମ୍ଭା ଆଦି ଯେତେ ନବଯୁବତୀ ଦେବାଙ୍ଗନାମାନେ ଥିଲେ, ସେମାନେ ସମସ୍ତେ ବିବିଧ ପ୍ରକାର ତାନ ତରଙ୍ଗରେ ଗୀତ ଗାଇବାକୁ ଲାଗିଲେ। ହାତରେ କନ୍ଦୁକ ଧରି ନାନା ପ୍ରକାର ଖେଳ ଖେଳିବାକୁ ଲାଗିଲେ। କନ୍ଦୁକ ଅର୍ଥାତ୍ ପେଣ୍ଡୁ। ତ କାମଦେବ ନିଜର ଏହି ସଙ୍ଗୀମାନଙ୍କୁ ଦେଖି ବିଶେଷ ଆନନ୍ଦିତ ହୋଇଗଲେ ଏବଂ ନିଜେ ନାନା ପ୍ରକାର ମାୟାଜାଲ ବିସ୍ତାର କଲେ। କିନ୍ତୁ କାମଦେବଙ୍କର କୌଣସି କଳା କୌଶଳ ମୁନିଙ୍କ ଉପରେ ପ୍ରଭାବ ବି ପକାଇ ପାରିଲା ନାହିଁ। ତେଣୁ ପାପୀ କାମଦେବ ନିଜେ ନାଶ ହୋଇଯିବେ ବୋଲି ଭାବି ଡରିଗଲେ। ଲକ୍ଷ୍ମୀପତି ଭଗବାନ ଯାହାର ସହାୟ, ତାହାକୁ ସୀମାକୁ ବା କିଏ ଲଙ୍ଘନ କରିପାରିବ? ସୀମା କି ଚାପି ସକାଇ କୌତାସୁ, ବଡ଼ ରଖୱାର ରମାପତି ଯାସୁ। ତେଣୁ ନିଜ ସହଚରମାନଙ୍କ ସହିତ କାମଦେବ ଅତ୍ୟନ୍ତ ଭୟଭୀତ ହୋଇଗଲେ। ମନେ ମନେ ହାର ମାନିଲେ। ବହୁ ଆର୍ତ ବଚନ କହିଲେ। ମୁନିଙ୍କ ପାଦ ମଧ୍ୟ ଧରି ପକାଇଲେ। ବସନ୍ତେ ସହାୟ ପାଇ ମଦନ ରସ, ପ୍ରପଞ୍ଚ ବିଧାନ ସବୁ ସଜାଏ ବିଶେଷ। କାମ କଳା କିନ୍ତୁ ନ ଛୁଇଁଲା ମୁନିଉରେ, ନିଜ ଭୟ ପାପି କାମ
ରହିଲା ଅନ୍ତରେ ହରିଜାର ଭରସା କି କ୍ଷତି ତାର ହେବ ତା ସମୀପେ ଆପଦ କି ଭରସି ପଶିବ। এতে চেষ্টা করি হারি মহাভয়ে কন্দর্প বসন্তে নেই মুনি পাশে যাই চরণে প্রণামী মধুর বাণী কহই। নারদ মানসে রোষ নহিলা কিঞ্চিত প্রিয় বাকি কামে মুনি তসিলে তুরিত চরণে প্রণামী আজ্ঞা পাইণ নঙ্গ ফেরি গলা নিজ পুরে ঋতুরাজ সঙ্গ মুনি নিজ সুশীলতা নিজ পরামতি দেব সভা মধ্যে পাই বন্দিলে কিরতি শুনি সর্বদেবগণ হেলে চমৎকৃত নারদଙ୍କୁ প্রশংসিলে সকলে বহুত তহু দেব ঋষি গলে শিব সন্নিধানে কন্দর্পে জিলিছি বলি মত অভিমানে কামর চরিত দিগ মরে শুনাইলে অতি প্রিয় মণিহর তাଙ୍କୁ শিখাইলে বারম্বার বিনতি କରୁଛି ମହାଋଷି ମୋ ପାଶେ ଯେତେ କଥା ପକାଇଲ ଭାସି ହରି ପାଶେ ପ୍ରକଟତା ନ କରିବ ଜାଣି କଲେ ତହୁଁ ପୂଜିବ ବିଷମ କରଣୀ। ଦେବର୍ଷି ନାରଦଙ୍କର ମନରେ କୌଣସି କ୍ରୋଧ ହେଲାନି। ସେ ପ୍ରିୟ ବଚନରେ କାମଦେବଙ୍କୁ ସାନ୍ତ୍ୱନା ଦେଲେ। ମୁନିଙ୍କ ଚରଣରେ ପ୍ରଣାମ କରି ଅନୁମତି ପାଇ କାମଦେବ ନିଜ ସହଚରମାନଙ୍କ ସହିତ ଫେରିଗଲେ। ଦେବରାଜ ଇନ୍ଦ୍ରଙ୍କ ସମ୍ଭାରେ ଯାଇ କହିବା ଦ୍ୱାରା ମୁନିଙ୍କର ସୁଶୀଳତା ଆପଣା କ୍ରିୟାକଳାପ ବିଷୟ ମଧ୍ୟ କହିଲେ। ତା ଶୁଣିକି ସମସ୍ତେ ବି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ସମସ୍ତେ ମୁନିଙ୍କୁ ପ୍ରଶଂସା କଲେ ଏବଂ ଶ୍ରୀହରିଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲେ। ଏଣେ ନାରଦ ଶିବଙ୍କର ନିକଟରେ ଯାଇକି ପ୍ରବେଶ କଲେ। ସେ କାମଦେବଙ୍କୁ ଜିତିଗଲେ ବୋଲି ତାଙ୍କ ମନରେ ଅହଙ୍କାର ବି ହୋଇଯାଇଥିଲା। ସେ କାମଦେବଙ୍କ କ୍ରିୟାକଳାପ ବିଷୟରେ ଭଗବାନ ଶିବଙ୍କୁ ବାରମ୍ବାର କହିକି ଶୁଣାଇଲେ। କିନ୍ତୁ ନାରଦ ଥିଲେ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ପାତ୍ର। ତାଙ୍କୁ ଉପଦେଶ ଦେଇ ମହାଦେବ କହିଲେ, କାରଣ ଭକ୍ତ ବତ୍ସଳ ଭଗବାନ ସେ ଜାଣିଛନ୍ତି ଭକ୍ତ ପାଇଁ କ'ଣ ଆବଶ୍ୟକ, ତେଣୁ ସେ ଉପଦେଶ ଛଳରେ ତାଙ୍କୁ ଶିକ୍ଷା ଦେଉଛନ୍ତି। ବାର ବାର ବିନୱାଇ ମୁନି ତୋହି ଜିମିୟ କଥା ଶୁଣାୱହୁ ମୋହି ତିମି ଜାନି ହରି ଶୁଣାୱହୁ କବହୁ ଚଲେହୁ ପ୍ରସଙ୍ଗ ଦୁରାଏହୁ ତବମ୍। ହେ ମୁନି, ମୁଁ ଆପଣଙ୍କୁ ବାରମ୍ବାର ବିନତି କରୁଛି ଯେ ଆପଣ ଏସବୁ କଥା ମୋତେ ଯେପରି ଶୁଣେଇଲେ ଭଗବାନ ଶ୍ରୀହରିଙ୍କୁ ସେପରି କେବେ ବି ଶୁଣେଇବେନି। ତାଙ୍କ ସହିତ ଏ ବିଷୟରେ ଚର୍ଚ୍ଚା ହେଲେ ମଧ୍ୟ ଏ କଥା ଟିକେ ଲୁଚେଇକି ରଖିବେ, କାରଣ ଯେଉଁ ସାଧନା ତୁମେ ପ୍ରାପ୍ତ କରିଛ ତାହା ଶ୍ରୀହରିଙ୍କ ଇଚ୍ଛାରେ। ମୋତେ କହିଲେ ଚଳିଯିବ, କିନ୍ତୁ ଏଇ କଥା ମୋର ଇଷ୍ଟ ପ୍ରଭୁ ନିଜେ ସ୍ୱୟଂ ବିଷ୍ଣୁଙ୍କୁ ଏ କଥା ଜଣେଇବନି।
एते चेष्टा करी हारी महाभये कंदर्प बसन्ते मुनि पासे जाई चरणे प्रणमी मधुर वाणी कही नारद मानसे रोष नहिला किंचित प्रिय वाक्ये कामे मुनि तोषिले तुरित चरणे प्रणमी आज्ञा पाइण नंग फेरिगला निज पुरे ऋतुराज संग मुनि निज सुशीलता निज करामती देव सभा मध्ये जाई वर्णिले कीरति शुणी सर्वदेवगण हेले चमत्कृत नारदଙ୍କୁ प्रशंसिले सकले बहुत तहु देव ऋषि गले शिव सन्निधाने कंदर्पे जिणिछि बोली मत विमाने कामर चरित दिग मरे शुणाइले अति प्रिय मणि हर तांको शिखाइले शम्भुपदेश नारद शुणिले हित न मणिले मने हरि इच्छा सदा बलवान एबे कौतुक शुण सुजने मो पासे जेतेक कथा पकाइल भासी बारंबार विनती करुछि महाऋषि हरि पासे प्रकटता न करिब जानी कले तहु उपजीव विषम करणी प्रभु जहा विचारिले ताहा ही होइब आन विचारिले केबे अन्यथा नहिब शम्भु वाक्ये मुनि मन बोधन मानई विरंचि भुवने मुनि प्रवेशिले जाई करे वीणा तुंडे हरि नामावली गान तहु चली गले मुनि वैकुंठ भुवन हरसे श्रीपति तांको पासे बसाइले बहुदिने मोर पुरे आसिल बोइले शिव मना न मानि नारद तहि मोहे कामर चरित सब वर्णिले सस्नेहे केड़े प्रचंड संसारी रघुपति माया ताकु एड़िए जगते के धरी बकाया श्रीमुख सुखाई अति मृदु बाणी कहिले श्री भगवान तुमको स्मरिले संसारे तुटई मोहमार मद मान शुण हे नारद ज्ञान वैराग्य जानाही ताको सीना मोह मन सहजे ग्रासई तुम्भे ब्रह्मचारी व्रत रतमति धीर तुम्भंकु कि
କି କରିପାରେ ମନୋଭାବ ଛାଡ଼। ଶୁଣିଲ ନାରଦ ଅଭିମାନେ ଗଲେ ଫୁଲି, କହିଲେ ହେ ପ୍ରଭୁ ସବ ତୁମ୍ଭ କୃପା ବୋଲି। କରୁଣା ନିଧାନ ମନେ ବୁଝିଲେ ବିଚାରି, ନାରଦ ହୃଦୟ ଉଠେ ଗର୍ବ ତରୁ ଭାରି। ବେଗେ ତାକୁ ପାଡ଼ିବା ହେବ ସମୁଚିତ, ପଣମ ସାଧିବି ସଦେ ଭଗତଙ୍କ ହିତ। ମୁନିଙ୍କର ହିତ ହେବ ମୋ କୌତୁକ, ଏମନ୍ତ ଭାବିଲେ ମନେ କମଳ ନାୟକ। ନାରଦ ଶ୍ରୀପଦେ ପ୍ରମଣିଣ ଭକ୍ତି ଭରେ, ବିଦାୟ ଘେନିଲେ ଗର୍ବ ପ୍ରଫୁଲ୍ଲ ଅନ୍ତରେ। ଶ୍ରୀପତି ତହୁଁ ନିଜ ମାୟା ପଠାଇଲେ, କଠିନ କରଣୀ ମାର୍ଗ ମଧ୍ୟେ ବିଆଇଲେ। ମାର୍ଗେ ବିରଚିଲେ ନଗର ସୁନ୍ଦର, ଶତ ଯୋଜନ ବିସ୍ତାର। ଶ୍ରୀନିବାସପୁର ଅଧିକ ସୁନ୍ଦର, ରଚନା ବହୁ ପ୍ରକାର। ଦେବର୍ଷି ନାରଦ ଯେତେବେଳେ ତପସ୍ୟାରେ ନିଜେ ଜୟଲାଭ କରିଛନ୍ତି, ସେତିକିବେଳେ ଯାଇ ଭଗବାନ ଶିବଙ୍କୁ ପ୍ରଣାମ କଲେ। କହିଲେ ପ୍ରଭୁ, ଆପଣଙ୍କ କୃପାରେ ମୁଁ ତପସ୍ୟାରେ ସିଦ୍ଧିଲାଭ କରିଛି। ଭଗବାନ ଶିବ ଜାଣିପାରିଲେ ଯେ ଅଭିମାନ ଅହଙ୍କାର ତାଙ୍କ ମନ ମଧ୍ୟରେ ପ୍ରବେଶ କରିସାରିଛି। ତେଣୁ ସେ କହିଲେ, ହେ ମୁନି, ଆପଣଙ୍କୁ ବାରମ୍ବାର ମୋର ଗୋଟିଏ ମାତ୍ର ବିନତି, ଆପଣ ଏ କଥା ମୋତେ ଶୁଣିଲେ ଠିକ୍ ଅଛି, ଭଗବାନ ବିଷ୍ଣୁଙ୍କ ଆଗରେ ଏହି ଚର୍ଚ୍ଚା କେବେ କରିବ ନାହିଁ। ହଠାତ୍ ଏହିପରି କହିଦେଇକରି ଭଗବାନ ଶିବ ସ୍ଥିର ହୋଇଗଲେ। ଏହି ଉପଦେଶ ଶୁଣିବା କ୍ଷଣି ଭଗବାନ ବିଷ୍ଣୁଙ୍କ ନିକଟକୁ ସହସା ଦେବର୍ଷି ନାରଦ ବିନା ବାଦନ କରି ଚାଲିଗଲେ। ତାଙ୍କ ମନ ଭାରି ଚଳଚଞ୍ଚଳ, ସେ ରହିପାରୁନଥିଲେ। ପ୍ରଥମେ ସେ ବ୍ରହ୍ମଲୋକକୁ ଗଲେ, ପିତାଙ୍କୁ ମଧ୍ୟ ଏଇ କଥା କହିଦେଲେ। ତାପରେ ନିଜେ ମୁନିନାଥ ନାରଦ ହାତରେ ବୀଣା ଧରି ହରିଗୁଣ ଗାଇ ଗାଇ କ୍ଷୀରସାଗରକୁ ଗଲେ। ବେଦମାନଙ୍କର ମସ୍ତକ ସ୍ୱରୂପ ମୂର୍ତ୍ତିମାନ ବେଦାନ୍ତ ତତ୍ତ୍ୱ ଲକ୍ଷ୍ମୀ ନିବାସ ଭଗବାନ ନାରାୟଣଙ୍କର ସ୍ଥାନରେ ଯାଇ ପ୍ରବେଶ କଲେ। ରମାନିବାସ ଭଗବାନ ଉଠି ଆସି ବଡ଼ ଆନନ୍ଦର ସହିତ ଦେବର୍ଷି ନାରଦଙ୍କୁ ଭେଟିଲେ। ମୁନିଙ୍କ ସହିତ ଆସନରେ ବସିଗଲେ। ଚରାଚର ସ୍ୱାମୀ ଭଗବାନ ହସି ହସି କହିଲେ, ହେ ମୁନି, ଆଜି ଆପଣ ବହୁଦିନ ପରେ ମୋତେ ଦୟା କରିଛନ୍ତି। ଭଗବାନ ଶିବ ନାରଦଙ୍କୁ ପ୍ରଥମରୁ ମନା କରିଥିଲେ ମଧ୍ୟ ଦେବର୍ଷି ନାରଦ କାମଦେବଙ୍କର ସମସ୍ତ ପ୍ରସଙ୍ଗ ଭଗବାନଙ୍କୁ ଆମୂଳଚୂଳ ବର୍ଣ୍ଣନା କରିବାରେ ଲାଗିଲେ। ଶ୍ରୀ ରଘୁନାଥଙ୍କର ମାୟା ତ ବଡ଼ ପ୍ରବଳ। ଜଗତରେ କିଏ ଏପରି ଜନ୍ମ ହୋଇଛି ଯାହାକୁ କି ସେହି ମାୟା ମୋହିତ କରି ନ ପାରିଛି। ଭଗବାନ ଟିକିଏ ଉଦାସୀନ ହୋଇଯାଇ କୋମଳ ଭାବରେ କହିଲେ, ହେ ମୁନିଦାସ, ଆପଣଙ୍କୁ ସ୍ମରଣ କରିବା ମାତ୍ରେ ଅନ୍ୟମାନଙ୍କର ମୋହ ମଦ କାମ ଅଭିମାନ ତୁଟିଯାଏ। ତେଣୁ ଆପଣଙ୍କୁ ଏ ବିଷୟରେ କ'ଣ ବା କହିବା? ଶୁଣନ୍ତୁ, ଯାହାର ହୃଦୟରେ ଜ୍ଞାନ ବା ବୈରାଗ୍ୟ ନାହିଁ, ତା ମନରେ ତ ମୋହ ଜାତ ହୁଏନି। ଆପଣ ତ ଆଜନ୍ମ ବ୍ରହ୍ମଚାରୀ ବ୍ରତରେ ତ ତତ୍ପର, ଅତ୍ୟନ୍ତ ଧୀର ବୁଦ୍ଧି। ଆପଣଙ୍କୁ ଭଲ କାମଦେବ କିପରି ପୀଡ଼ା ଦେଇପାରନ୍ତା ଯେ? ଦେବର୍ଷି ନାରଦ ଅଭିମାନର ସହିତ କହୁଛନ୍ତି, ହେ ଭଗବାନ, ଏସବୁ ତ ଆପଣଙ୍କ କୃପା ନା। କରୁଣା ନିଧାନ ଭଗବାନ ବିଚାର କରି ଦେଖିଲେ ନାରଦଙ୍କ ମନରେ ଏକ ବିରାଟ ଗର୍ଭବୃକ୍ଷର ଅଙ୍କୁରୋଦ୍ଗମ ହେଲାଣି। ଭଗବାନ ସ୍ଥିର କଲେ, ମୁଁ ସେହି ଅଙ୍କୁରକୁ ତୁରନ୍ତ ଉପାଡ଼ି ଫୋପାଡ଼ି ଦେବି, କାରଣ ସେବକର ହିତ କରିବା ହିଁ ମୋର ସଂକଳ୍ପ। ଯେଉଁଥିରେ ମୁନିମାନଙ୍କର କଲ୍ୟାଣ ହେବ, ମୋର ଲୀଳା ମଧ୍ୟ ହୋଇପାରିବ, ମୁଁ ନିଶ୍ଚୟ ସେହି ଉପାୟ କରିବି। ବେଗି ସୋମେଇ ତାରି ଖାରି ପନଃ ମାର ସେବକ ହିତକାରି ମୁନି କର হিত মম কৌতুক হই অবশ্যি উপায় করবি মে সোই। କିଛି ସମୟ ପରେ ନାରଦ ଫେରି ଆସିଛନ୍ତି
ଏବଂ ଭଗବାନ ବିଷ୍ଣୁ ତାଙ୍କର ମାୟାକୁ ପ୍ରେରଣ କରିଲେ। ସେହି ମାୟାର କରାମତି କିପରି ଜାଣିଛନ୍ତି? ସେହି ହରିମାୟା ନାରଦଙ୍କ ଯିବା ବାଟରେ 100 ଯୋଜନା ବ୍ୟାପୀ ଗୋଟିଏ ବିରାଟ ନଗର ରଚନା କଲେ। ସେହି ନଗରର ବିଭିନ୍ନ ପ୍ରକାର ନିର୍ମାଣ କଳା ଲକ୍ଷ୍ମୀ ନିବାସ ଭଗବାନ ବିଷ୍ଣୁଙ୍କ ବୈକୁଣ୍ଠ ଠାରୁ ମଧ୍ୟ ଆହୁରି ଅଧିକ ସୁନ୍ଦର ହୋଇଥିଲା। ସେହି ନଗରରେ ଏତେ ସୁନ୍ଦର ସୁନ୍ଦର ନରନାରୀ ରହୁଥିଲେ, ସେମାନଙ୍କୁ ଦେଖିଲେ ମନେ ହେଉଥିଲା କି ଅନେକ କାମଦେବ, ଅନେକ ରତିଦେବୀ ମନୁଷ୍ୟ ଦେହ ଧାରଣ କରି ସେଠାରେ ରହିଛନ୍ତି। ସେହି ନଗରରେ ଶିଳନିଧି ନାମରେ ଜଣେ ରାଜା ରାଜୁତି କରୁଥିଲେ। ତାଙ୍କର ଅସଂଖ୍ୟ ଘୋଡ଼ା, ହାତୀ, ଅନେକ ସୈନ୍ୟ ମଧ୍ୟ ଥିଲେ। 100 ଯୋଜନ ଇନ୍ଦ୍ରଙ୍କ ସମାନ ବିଭବ ବିଳାସ ମଧ୍ୟ ରହିଥିଲା। ରୂପରେ, ତେଜରେ, ବଳରେ ନୀତିର ଭଣ୍ଡାର ଥିଲେ। ତାଙ୍କର ବିଶ୍ୱମୋହିନୀ ନାମରେ ଗୋଟିଏ ରୂପବତୀ କନ୍ୟା ଥିଲା, ଯିଏକି ତାଙ୍କୁ ଦେଖିଦେଲେ ସ୍ୱୟଂ ଲକ୍ଷ୍ମୀ ମଧ୍ୟ ମୋହିତ ହୋଇପଡ଼ିବେ। ସେହି କନ୍ୟା ତ ସ୍ୱୟଂ ସକଳ ଗୁଣର ନିଧାନ ଭଗବାନଙ୍କର ମାୟା ହିଁ ଥିଲା। ତାର ସୌନ୍ଦର୍ଯ୍ୟର ବର୍ଣ୍ଣନା ବା କେମିତି କରିହେବ? ସେହି ରାଜକୁମାରୀ ସେତେବେଳକୁ ସ୍ୱୟଂବର କରିବାକୁ ବାହାରିଛନ୍ତି। ତେଣୁ ସେଠାକୁ ବହୁ ରାଜା ଆସିଥିଲେ। କୌତୂହଳବଶତଃ ମୁନି ଦେବର୍ଷି ନାରଦ ଯାଇ ସେହି ନଗରରେ ପହଞ୍ଚିଗଲେ। ନାଗରିକମାନଙ୍କୁ ସେଠାର ସମାଚାର ମିଳିଗଲା। ସବୁ କଥା ଶୁଣିଲେ। ରାଜାଙ୍କ ନଅରକୁ ଚାଲିଗଲେ। ମୁନିଙ୍କର ପାଦ ପୂଜା କଲେ। ରାଜା ମଧ୍ୟ ତାଙ୍କୁ ଆସନରେ ବସାଇଲେ ଏବଂ ରାଜା ରାଜକୁମାରୀକୁ ଆଣି ନାରଦଙ୍କୁ ଦେଖାଇଲେ। ପଚାରିଲେ, ହେ ନାଥ, ଆପଣ ବିଚାର କରି କୁହନ୍ତୁ ତ, ଏ କନ୍ୟାର ସବୁ ଦୋଷ ଗୁଣ କ'ଣ ସବୁ ଅଛି? ସେ ନଗର ପୁର ନାରୀ ସକଳେ ସୁନ୍ଦର, ସତେ କିବା ମୂର୍ତ୍ତିମନ୍ତ ବହୁରତି ମାର। ସେ ପୁରେ ବସଇ ଶିଳ ନିଧି ନାମେ ରାଜା, ଅଗଣିତ ବଳ ତାର ଶତ୍ରୁ ଦର୍ପ ଗଞ୍ଜା। ସହସ୍ର ସୁରେଶ ସମ ବିଭବ ତାହାର, ରୂପ ତେଜ ବଳ ନୀତି ଗୁଣେ ଧୁରନ୍ଧର। ବିଶ୍ୱ ବିମୋହିନୀ ତାର କୁମାରୀ ସୁନ୍ଦରୀ, କମଳା ମୋହିତ ହେବେ ଦେଖି ରୂପସିରି। ହରି ମାୟାରୁ ସୁନ୍ଦରୀ ସର୍ବଗୁଣ ନିଧି, ସେଦିନ ହେଉଛି ତାର ସ୍ୱୟଂବର ବିଧି। ଅଗଣିତ ନରପତି ସମାଗତ ତାହିଁ, ମୁନି ସେ ନଗର ଦେଖି ମନେ ମନେ ମୋହି। ପୁରବାସୀଙ୍କି ପଚାରି ନୃପପୁରେ ଗଲେ, ନରପତି ସମାଦର କରି ବସାଇଲେ। ନାରଦଙ୍କୁ ଆଣି ଦେଖାଇଲେ ରାଜା, ନିଜ କୁମାରୀ ସୁମୁଖୀ। କହ ପ୍ରଭୁ ତାର ଦୋଷ ଗୁଣ ସବୁ, ଲକ୍ଷଣ ମାନ ନିରେଖି। ନାରଦ ସେ ରୂପ ଦେଖି ବିରତି ଭୁଲିଲେ, ବହୁ ବଳ ରୂପ ଛବି ଅନାଇ ରହିଲେ। ଲକ୍ଷଣ ଦେଖିବା ଛଳେ ନିରେଖି ଦେଖନ୍ତି, ହୃଦୟ ହରସ ମୁଖେ ଖୋଲି ନ କହନ୍ତି। ୟାକୁ ଯେ ବରିବ ସେ ଯେ ହୋଇବ ମୋର, କେହି ନ ଜିଣିବେ ତାକୁ କରିଲେ ସମର। ଚରାଚର ସକଳେ ସେବିବେ ତାର ପଦ, ଏ ମନ୍ତ ଲକ୍ଷଣ ସବୁ ଚିହ୍ନିଲେ ନାରଦ। ଖୋଲି ମାତ୍ର ନ କହିଲେ କିଛି ମୁନିବର, କେବଳ ବୋଇଲେ ସୁଲକ୍ଷଣୀ କନ୍ୟା ତୋର। ମନ ସୁଖେ ଚଳିଗଲେ ତହୁଁ ତ ପଚାରି, କି କଲେ କୁମାରୀ ମୋତେ
ବିଚାରି। ଜପ ତପ କିଛି ଆଉ ନଇଲା ସେଦିନ, ହେ ବିଧି ମିଳାଅ ମୋତେ ରମଣୀ ରତନ। ଏହି ଅବସରେ ଲୋଡ଼ା ମୋର ସିନା, ରୂପ ପରମ ସୁନ୍ଦର। ଯା ଦେଖି କୁମାରୀ ଜୟମାଳ ଆଣି, ଲମ୍ବାଇବେ ଗଳେ ମୋର। ହରିଙ୍କି ମାଗି ବିଚାରୁ ରୂପ ଦିଅ ବାରେ, ହରି ସମହିତ ମୋର ଅଛି କେ ସଂସାରେ। ଏତେବେଳେ ହରି ମୋତେ ନିଶେ ହେବେ ସାହା, ଏତେ ଭାବି ଧ୍ୟାନେ ମଗ୍ନ ହେଲେ ମୁନି ନାହା। କନ୍ୟାର ରୂପକୁ ଦେଖି ଦେବର୍ଷି ନାରଦ ନିଜର ବୈରାଗ୍ୟ ଭୁଲିଗଲେ। ସେ ତାକୁ ବହୁତ ସମୟ ପର୍ଯ୍ୟନ୍ତ ନିରେଖିକି ଚାହିଁଲେ। ଲକ୍ଷଣ ଦେଖିକି ମୁନି ନିଜକୁ ମଧ୍ୟ ଭୁଲିଗଲେ ଯେ ମୁଁ ନିଜ ଦେବର୍ଷି ନାରଦ କାମକୁ ଜୟ କରିକି ଆସିଛି। ସେ ମଧ୍ୟ ସ୍ମୃତିରୁ ଚାଲିଗଲା। ସେ ମନେ ମନେ ହସୁଥାନ୍ତି କିନ୍ତୁ ପ୍ରକାଶରେ କିଛି କହୁନଥିଲେ। ଲକ୍ଷଣମାନ ଦେଖି ମନେ ମନେ ଅନୁଭବ କଲେ ଏବଂ କହିଦେଲେ ଯେ ଏହାକୁ ବିବାହ କରିବ ସିଏ ଅମର ହୋଇଯିବ। ରଣଭୂମିରେ ତାକୁ କେହି ବି ଜିଣି ପାରିବେନି। ଶିଳନିଧିଙ୍କର ଏହି କନ୍ୟା ଯାହାକୁ ବରଣ କରିବ, ସକଳ ଚରାଚର ଜୀବ ତାହାର ସେବା କରିବ। ସକଳ ଲକ୍ଷଣ ବିଚାର କରି ମୁନି ତାହା ମନ ଭିତରେ ଲୁଚେଇ ରଖିଲେ। ନିଜେ କିଛି ବନେଇ ଚୁନେଇ ରାଜାଙ୍କୁ କହିଦେଲେ। ରାଜାଙ୍କୁ ତାଙ୍କ କନ୍ୟାର ସୁଲକ୍ଷଣ କହିଦେଇ ନାରଦ ସେଠାରୁ ପ୍ରସ୍ଥାନ କଲେ। କିନ୍ତୁ ମନେ ମନେ ଚିନ୍ତା କଲେ, ମୁଁ ଯାଇ ଭାବିଚିନ୍ତି ଏପରି କିଛି ଗୋଟିଏ ଉପାୟ କରିବି ଯାହା ଫଳରେ କି କନ୍ୟା ମୋତେ ହିଁ କେବଳ ବରଣ କରିବ। ଏତେବେଳେ ଆଉ ଜପ ତପରେ କିଛି ହୋଇପାରିବନି। ହେ ବିଧାତା, ଏହି କନ୍ୟା ମୋତେ କିପରି ମିଳୁ? ଏତିକି ବେଳେ ତ ମୋର ପରମ ସୌନ୍ଦର୍ଯ୍ୟ ବିଶାଳ ରୂପ ହୋଇଥିବା ଦରକାର ନା। ତାହା ଦେଖିଲେ ତ ଏଇ ରାଜକୁମାରୀ ମୋ ଉପରେ ଖୁସି ହେଇଯିବ, ମୋ ଗଳାରେ ବି ବରଣମାଳା ଲମ୍ବେଇ ଦେବ। ଯାଉଛି ଗୋଟିଏ କାମ କରିବି, ଭଗବାନଙ୍କୁ ସୌନ୍ଦର୍ଯ୍ୟ ମାଗିବି। କିନ୍ତୁ ଭାଇ, ବର୍ତ୍ତମାନ ତ ତାଙ୍କ ପାଖକୁ ଗଲେ ବହୁତ ବିଳମ୍ବ ହୋଇଯିବ। ଅନ୍ୟ ଦୃଷ୍ଟିରୁ ଯଦି ଦେଖିବି, ମୋର ତ ଶ୍ରୀହରିଙ୍କ ପରି ଆଉ କେହି ହିତାକାଂକ୍ଷୀ ନାହାନ୍ତି। ତେଣୁ ଏହି ସମୟରେ ସେ ହିଁ ମୋର ସହାୟ ହେବେ। ଏପରି ମନେ ମନେ ନାରଦ ଭଗବାନଙ୍କୁ ଅନେକ ପ୍ରକାର ପ୍ରାର୍ଥନା କଲେ। ଲୀଳାମୟ କୃପାଳୁ ପ୍ରଭୁ ସେଠାରେ ମଧ୍ୟ ଆସିକି ପ୍ରକଟ ହୋଇଗଲେ। ପ୍ରଭୁଙ୍କୁ ଦେଖି ଦେବର୍ଷି ନାରଦଙ୍କ ନେତ୍ର ଶୀତଳ ହୋଇଗଲା। ଏଥର କାମ ହୋଇଯିବ ଭାବିକି ସେ ମନେ ମନେ ଭାରି ଖୁସି ହୋଇଗଲେ। ଯାହା ହଉ, ମୋର ଏବେ ସବୁ ଇଚ୍ଛା ପୂର୍ଣ୍ଣ ହୋଇଯିବ। ନାରଦ ବହୁ ଦୈନ୍ୟ ପ୍ରକାଶ କଲେ। ଭଗବାନଙ୍କୁ ସବୁ କଥା ଜଣେଇଲେ, ପ୍ରାର୍ଥନା କଲେ, ହେ ପ୍ରଭୁ, ମୋତେ ଟିକେ କୃପା କରିବେ ତ, ମୋ ପ୍ରତି ସହାୟ ହୁଅନ୍ତୁ। ହେ ପ୍ରଭୁ, ମୋତେ ଆପଣଙ୍କର ରୂପ ଦେଇଦିଅନ୍ତୁ। ଅନ୍ୟ କୌଣସି ଉପାୟରେ ମୁଁ ସେହି ରାଜକନ୍ୟାକୁ ପାଇପାରିବିନି। ହେ ପ୍ରଭୁ, ଯାହା କଲେ ମୋର ମଙ୍ଗଳ ହେବ, ଆପଣ ଶୀଘ୍ର ତାହା ହିଁ କରନ୍ତୁ। ମୁଁ ଆପଣଙ୍କର ଦାସ। ନିଜ ମାୟାର ବିରାଟ ଶକ୍ତି ଦେଖି ଦୀନ ଦୟାଳୁ ଭଗବାନ ମନେ ମନେ ହସିଲେ। କହିଲେ, ଆହା ଦେବର୍ଷି ନାରଦ, ଶୁଣ, ଯାହା କଲେ ଆପଣଙ୍କର ପରମ ମଙ୍ଗଳ ହେବ ମୁଁ ତାହା ହିଁ କରିବି, ଅନ୍ୟ କିଛି କରିବିନି। ମୋ କଥା କେବେ ବି ମିଛ ହୁଏ ନାହିଁ। କୁପଥ ମାଗରୁଜ ବ୍ୟାକୁଳ ରୋଗୀ, ବୈଦ୍ୟ ନ ଦେଇ ସୁନହୁ ମୁନି ଯୋଗୀ। ଏହି ବିଦିହିତ ତୁମର ମିଠୟଉ, କହିୟସ ଅନ୍ତରହିତ ପ୍ରଭୁ ଭୟଉ। ହେ ଯୋଗୀମୁନି, ଶୁଣନ୍ତୁ, ରୋଗରେ ବ୍ୟାକୁଳିତ ହେଉଥିବା ଗୋଟିଏ ରୋଗୀକି କୁପଥ୍ୟ ମାଗିଲେ ବୈଦ୍ୟ ତାହା କେବେ ବି ଦେବନି। ମୁଁ ମଧ୍ୟ ଆପଣଙ୍କର ସେହିପରି ମଙ୍ଗଳ କରିବାକୁ ପଣ କରିଛି। ଏପରି କହି ଭଗବାନ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ। ଭଗବାନଙ୍କର ମାୟାର ବଶବର୍ତ୍ତୀ ହୋଇ ମୁନି ଏପରି ମୂଢ଼ ହୋଇଯାଇଥିଲେ ଯେ ଭଗବାନଙ୍କର ସ୍ପଷ୍ଟ କଥାକୁ ବୁଝିପାରିଲେନି। ଯେଉଁଠାରେ ସ୍ୱୟଂବର ସଭାର ଆୟୋଜନ ହୋଇଥିଲା, ଋଷିରାଜ ଦେବର୍ଷି ନାରଦ ତୁରନ୍ତ ସେଠାକୁ ଚାଲିଗଲେ। କାହିଁକି ନା ସେ ଜାଣିଦେଲେ ମୋ ପ୍ରଭୁ ମୋତେ କୃପା କରି ତାଙ୍କର ହରି ଅର୍ଥାତ୍ ସୌନ୍ଦର୍ଯ୍ୟର ରୂପ ଦେଇ ସାରିଲେଣି। ତୁମ୍ଭ ରୂପ ବାରେ ମୋତେ ହୁଅ ଭଗବାନ, ତୁମ୍ଭ ରୂପ ବାରେ ମୋତେ ଦିଅ
ଦିଅ ନରହରି। ଯେମନ୍ତେ ହୋଇବ ମୋର ହିତ ନାରାୟଣ, ତାହା କର ଶ୍ରୀଚରଣେ ହେ ମୋ ନିବେଦନ। ନିଜ ମାୟା ବଳ ଦେଖି ପ୍ରବଳ ଶ୍ରୀପତି, ହୃଦେ ବସି କହିଲେ ମୋ କଥା ଶୁଣ ଜାତି। ଯେମନ୍ତେ ପରମହିତ ତବ ହେବ କରିବି ତାହା ଘଟନ, ଆନ କିଛି ମୁହିଁ କରି ନ ପାରଇ ଧ୍ରୁବ ଏ ମୋର ବଚନ। ବ୍ୟାକୁଳ ରୋଗୀ ମାଗଇ କୁପଥ ସେବନ, ବୈଦ୍ୟ କେବେ ନ କରେ ତା ବାସନା ପୂରଣ। ତେମନ୍ତ ହିତ ତୁମ୍ଭର କରିବି ମୁନିଶ, ଏତେ କହି ଅନ୍ତର୍ହିତ ହେଲେ ଋଷିକେଶ। ମାୟା ବସୁ ବିବଶ ନାରଦ ମୂଢ଼ମତି, ବୁଝି ନ ପାରିଲେ ତାଙ୍କ ନିଗୂଢ଼ ଭାରତୀ। ତୁରନ୍ତ ସେ ସ୍ୱୟଂବର ସ୍ଥାନେ ଚଳିଗଲେ, ବହୁ ନରପତି ତହିଁ ସାଜେ ବସିଥିଲେ। ମୁନି ମନେ ହର୍ଷ ମୋର ରୂପ ମନୋହର, ମୋତେ ଛାଡ଼ି ସୁନ୍ଦରୀ ନ ଲୋଡ଼େ ଆନବର। ମାତ୍ର ମୁନି ହିତ ଲାଗି ପ୍ରଭୁ ବିଶ୍ୱମ୍ବର, ଅତି କୁତ୍ସିତ ସ୍ୱରୂପ ବିହିଲେ ତାଙ୍କର। ସେ କୁରୂପ କେହି ଲକ୍ଷ୍ୟ କରି ନ ପାରିଲେ, ନାରଦ ବିଚାରି ସର୍ବେ ପ୍ରଣିପାତ କଲେ। ରାଜାମାନେ ନାନା ପ୍ରକାର ସଜବାଜ ହୋଇଥିଲେ, ଲୋକବାକଙ୍କୁ ଧରି ନିଜ ନିଜ ଆସନ ବି ଜମେଇ ବସିଛନ୍ତି। ମୋ ରୂପ ତ ବହୁତ ସୁନ୍ଦର, ସେଇ କନ୍ୟା ଭୁଲରେ ବି ମୋ ବ୍ୟତୀତ ଅନ୍ୟ କାହାକୁ ବି ବରଣ କରିବନି। ମନେ ମନେ ଏ କଥା ଦେବର୍ଷି ନାରଦ ଚିନ୍ତନ କରି ବଡ଼ ଖୁସି ହେଉଥିଲେ। କିନ୍ତୁ କୃପାନିଧାନ ଭଗବାନ ମୁନିଙ୍କର ମଙ୍ଗଳ ନିମନ୍ତେ ତାଙ୍କୁ ଏପରି କୁରୂପ କରିଦେଇଥିଲେ ଯେ ତାହାର ବର୍ଣ୍ଣନା କେବେ ବି କରିହେବନି। ଅବଶ୍ୟ ଏ କଥା ବି ଜାଣିପାରିଲେ ନାହିଁ ଯେ ସମସ୍ତେ ତାଙ୍କୁ ନାରଦ ବୋଲି ଭାବିକି ପ୍ରଣାମ କଲେ। ତ ସେଠାରେ ଭଗବାନ ଶିବଙ୍କର 2 ଜଣ ଗଣ ମଧ୍ୟ ଥିଲେ। ସେ ଦୁହେଁ ସବୁ ରହସ୍ୟକୁ ଜାଣିଥିଲେ, ତେଣୁ ସେମାନେ ବ୍ରାହ୍ମଣ ବେଶ ଧରିକି ବୁଲି ବୁଲି ଏସବୁ ଲୀଳାକୁ ଦେଖୁଥିଲେ। ସେ ଦୁହେଁ ବଡ଼ କୌତୁକ ବି ଅନୁଭବ ହେଉଥିଲା। ନାରଦ ମନେ ମନେ ନିଜ ରୂପର ଅଭିମାନରେ ଗର୍ବିତ ହୋଇଥିଲେ। ଯେଉଁ ଧାଡ଼ିରେ ବସିଥିଲେ, ଶିବଗଣ ଦୁହେଁ ଯାଇକି ତାଙ୍କରି ପାଖରେ ବସି ପଡ଼ିଲେ। ବ୍ରାହ୍ମଣ ବେଶ ଧରିଥିବାରୁ ସେମାନଙ୍କର ଏହି ଚାଲ କେହି ଜାଣିପାରିଲେ। ତ ସେ ଦୁହେଁ ନାରଦଙ୍କୁ ଶୁଣେଇ ଶୁଣେଇ ବିଦ୍ରୂପ କରିବାକୁ ଲାଗିଲେ। ହରି ଏହାଙ୍କୁ ବଢ଼ିଆ ରୂପ ସୌନ୍ଦର୍ଯ୍ୟ ଦେଇଛନ୍ତି, ଏହାଙ୍କ ରୂପକୁ ଦେଖିକି ରାଜକୁମାରୀ ପ୍ରସନ୍ନ ହୋଇଯିବ। ଏହାଙ୍କୁ ହରି ଅର୍ଥାତ୍ ମାଙ୍କଡ଼ ଜାଣିକି ବିଶେଷ ରୂପେ ବରଣ କରିବ। ନାରଦ ମୁନିଙ୍କୁ ତ ମୋହ ଘୁଟିଥିଲା, କାରଣ ତାଙ୍କ ମନରେ ତ ଅନ୍ୟ ହାତରେ ଥିଲା ନା। ତେଣୁ ଶିବଙ୍କର ଗଣ ଦୁହେଁ କ'ଣ କୌତୁକରେ ହସୁଥାନ୍ତି, ନାରଦ ସେ ଦୁହିଁଙ୍କର ବକ୍ରୋକ୍ତି ଶୁଣୁଥାନ୍ତି। କିନ୍ତୁ ବୁଦ୍ଧି ତ ଭ୍ରମିତ ହୋଇଯାଇଥିଲା, ସେମାନଙ୍କର କଥାର ଉଦ୍ଦେଶ୍ୟ ସେ କିଛି ବୁଝି ହିଁ ପାରୁନଥିଲେ। ଏହି ରହସ୍ୟ ଅନ୍ୟ କେହି ବି ଜାଣିପାରିଲେନି, କାରଣ ରାଜକନ୍ୟା ନାରଦଙ୍କର ସେହି ରୂପ ଦେଖିପାରିଲା। ତାଙ୍କର ମାଙ୍କଡ଼ ମୁହଁ, ଭୟଙ୍କର ରୂପ ଦେଖୁ ଦେଖୁ କନ୍ୟାର ମନରେ କ୍ରୋଧ ଆସିଗଲା। ଏତେ ରାଜାଙ୍କ ଭିତରେ ଗୋଟେ ମାଙ୍କଡ଼ଟେ ବସିଛି। ତାପରେ ରାଜକୁମାରୀ କରକମଳରେ ବରଣମାଳା ଧରି ରାଜହଂସ ପରି ଚାଲିକି କମନୀୟ ଗତିରେ ସଖୀମାନଙ୍କ ସହିତ ବୁଲି ବୁଲି ସବୁ ରାଜାଙ୍କୁ ଦେଖିବାକୁ ଲାଗିଲେ। ନିଜ ରୂପର ଗର୍ବରେ ଉତ୍ଫୁଲ୍ଲିତ ହୋଇକି ନାରଦ ଯେଉଁଠାରେ ବସିଥାନ୍ତି ସେଆଡ଼କୁ ରାଜକୁମାରୀ ଭୁଲରେ ବି ଅନେଇଲେ। ନାରଦ ମୁନି ବାରମ୍ବାର ଉହୁକି ଉଠୁଛନ୍ତି, ମାନେ ନିଜ ରୂପକୁ ଦେଖିଦେଉଛନ୍ତି, ସଜାଡ଼ି ହେଇଯାଉଛନ୍ତି। ପୁଣି ଟିକେ ରାଜକୁମାରୀ ଆଡ଼େ ମନେ ପଡ଼ୁଛି, ଛଟପଟ ହେଉଛନ୍ତି। ରାଜକୁମାରୀ କ'ଣ ମୋତେ ଛାଡ଼ିକି ପଳେଇଲା? ତାଙ୍କ ଅବସ୍ଥା ଦେଖିକି ଶିବଗଣ 2 ଜଣ ଯାକ ପାଖରେ ବ୍ରାହ୍ମଣ ବେଶରେ ବସିଛନ୍ତି, ତେଣୁ ମୁରୁକି ମୁରୁକି ହସୁଛନ୍ତି। ଏତିକି ବେଳେ କୃପାଳୁ ଭଗବାନ ମଧ୍ୟ ରାଜା ରୂପ ଧରିକିରି ସେଠାରେ ଆସିକି ହଠାତ୍ ପହଞ୍ଚିଗଲେ। ରାଜକୁମାରୀ କ'ଣ କଲେ ନା ତାଙ୍କୁ ଦର୍ଶନ କରି ପୁରା ଆନନ୍ଦିତ ହୋଇଗଲେ। ତାଙ୍କ ଗଳାରେ ବରଣମାଳା ଅବଲମ୍ବଇ ଦେଲେ। ଲକ୍ଷ୍ମୀ ନିବାସ ଭଗବାନ କନ୍ୟାକୁ ନେଇକି ଚାଲିଗଲେ ଏବଂ ଅନ୍ୟ ସବୁ ରାଜାମାନେ ମଧ୍ୟ ନିରାଶ ହୋଇଗଲେ। ମୁନିଙ୍କ ବୁଦ୍ଧି ତ ମୋହ ହୋଇଯାଇଥିଲା, ନଷ୍ଟ ବି ହୋଇଯାଇଥିଲା। ତେଣୁ ରାଜକୁମାରୀ ଯେମିତି ଚାଲିଗଲା ବରଣମାଳ ଦେଇକି,
ଇଏ ବିକଳ ହୋଇଗଲେ। କ'ଣ ହେଇଗଲା? ସେ ମନେ ମନେ ଭାବିଲେ, ମୋ ଅମୂଲ୍ୟ ଖଣିଟାକୁ କିଏ ଆସିକି ଗୋଟେ ନେଇକି ପଳେଇଲା। ସେତିକିବେଳେ ଶିବଙ୍କର ଗଣ 2 ଜଣ ମୁରୁକି ହସୁଥିଲେ। ଆପଣ ଟିକେ ଯାଆନ୍ତୁ ତ, ଦର୍ପଣରେ ନିଜ ମୁହଁଟାକୁ ଟିକେ ଦେଖିଦିଅନ୍ତୁ। ଏତିକି ଯେତେବେଳେ ସେ ଦୁହେଁ କହିଦେଇଛନ୍ତି, ଭୟରେ ସେ ଜାଗା ଛାଡ଼ିକି ପଳେଇଲେ। ମୁନି କ'ଣ କଲେ, ଯାଇକି ପାଣିରେ ମୁଁ ନିଜ ମୁହଁକୁ ଦେଖୁଛନ୍ତି। ହଠାତ୍ ତାଙ୍କ ମୁଣ୍ଡକୁ ରାଗ ଚଢ଼ିଗଲା। ଶିବଙ୍କର ସେହି 2 ଗଣକୁ ଅତ୍ୟନ୍ତ କଠୋର ଅଭିଶାପ ଦେଲେ। କାରଣ ମୁଁ ତ ପ୍ରଭୁଙ୍କୁ ମାଗିଲି, ମୋତେ ତୁମର ଶ୍ରୀହରି ରୂପ ଅର୍ଥାତ୍ ସୌନ୍ଦର୍ଯ୍ୟ ରୂପ ଦିଅ। ପ୍ରଭୁ ମୋତେ ଗୋଟେ ମାଙ୍କଡ଼ ରୂପ ଦେଖାଇଛନ୍ତି, ମାଙ୍କଡ଼ ରୂପ ଦେଇଛନ୍ତି ପ୍ରଭୁଙ୍କର। ତେଣୁ କ୍ରୋଧରେ କ'ଣ କହିବା ନ ହୁଏ। ତେଣୁ ଶିବଗଣ 2 ଜଣଙ୍କୁ ସେ ଅଭିଶାପ ଦେଲେ, ତୁମେ କପଟି ପାପୀ 2ଟା ରାକ୍ଷସ ହେଇଯା। ତୁମେ ମୋତେ ଯେଉଁ ପରିହାସ କଲ, ତାର ଫଳ ଏବେ ନିଶ୍ଚିନ୍ତ ଭାବରେ ପାଅ। ଆଉ କେବେ ଯେପରି ମୁନିକୁ ସେପରି ପରିହାସ ନ କରିବ। ଏତେ ବଡ଼ ଅଭିଶାପ ଯେତେବେଳେ ତାଙ୍କୁ ପ୍ରଦାନ କରିଛନ୍ତି, ମୁନି ଆଉ ପାଣିକୁ ଚାହିଁଦେଲା କ୍ଷଣି ତାଙ୍କ ନିଜ ରୂପ ମିଳିଯାଇଥିଲା। ତଥାପି ତାଙ୍କ ମନରେ ସନ୍ତୋଷ ଆସିଲାନି। ତାଙ୍କ ଓଠ ଥରୁଥିଲା, ଆଖି ଲାଲ ଲାଲ ହୋଇଯାଇଥିଲା, ନାସାଗ୍ରରେ ଜୋର ଜୋରେ ପବନ ଯାଉଥିଲା, ମନ କେବଳ କ୍ରୋଧରେ ଜଳି ଯାଉଥିଲା। ସେ ଅବିଳମ୍ବେ ଆଉ କାହାକୁ ଅପେକ୍ଷା ନ କରି ଭଗବାନ କମଳାପତିଙ୍କ ନିକଟକୁ ଚାଲିଗଲେ। ମନେ ମନେ ଭାବିଲେ, ହୁଏତ ଅଭିଶାପ ଦେବି, ନଚେତ ପ୍ରାଣ ହରାଇବି। ସେ ମୋତେ ଆଜି ଲୋକହସା କଲେ। ଭଗବାନ ଖରି ମଝି ବାଟରେ କ'ଣ ତାଙ୍କ ହାବୁଡ଼ରେ ପଡ଼ିଗଲେ। ଭଗବାନ ତ ସବୁ ଜାଣିଛନ୍ତି, ସବୁ ଲୀଳା କରିବା ପାଇଁ ତ ତାଙ୍କର ଉଦ୍ଦେଶ୍ୟ। ଭଗବାନଙ୍କ ସାଥିରେ ଲକ୍ଷ୍ମୀ ମଧ୍ୟ ସେଇ ରାଜକୁମାରୀ ଥିଲେ। ଯେ ସ୍ଥାନେ ବସିଲେ ମୁନି ରୂପ ଗର୍ଭେ ମାତି, ତହିଁ ରୁଦ୍ରଗଣ 2 ବସିଥିଲେ କତି। ବିପ୍ରବେଶୀ ସେ ଦୁହିଁକି କେହି ନ ଚିହ୍ନଇ, ଟାଉଲି ସେ କହୁଥାନ୍ତି ନାରଦେ ଶୁଣାଇ। କେଡ଼େ ସୁନ୍ଦର ତାହରିଏ ଯତିଙ୍କୁ ଦେଲେ, କୁମାରୀଏ ରୂପ ଦେଖି ଭଳି ଯିବ ଭଲେ। ହରି ପରି ମଣି ଯାଙ୍କୁ କୁମାରୀ ବରିବ, କଥା ଶୁଣି ନାରଦ ଲଭିଲେ ମନ ଗର୍ବ। ଶମ୍ଭୁଗଣ ଏହା ଦେଖି ହସି ପକାଇଲେ, ମୋହବଶୁ ମୁନି ତାହା ବ୍ୟଙ୍ଗନ ବୁଝିଲେ। କେହି ଲକ୍ଷି ନ ପାରିଲେ ଚରିତ୍ର ଚିତ୍ର, ସ୍ୱରୂପ ଦେଖିଲା ତାଙ୍କୁ ନୃପ କନ୍ୟା ନେତ୍ର। ମର୍କଟ ବଦନ ଅତି ଭୟଙ୍କର ଦେହ, ଦେଖି ନୃପ କନ୍ୟା ମନେ ଉପୁଜିଲା କୋହ। ସଖୀ ସଙ୍ଗେ ନେଇ କୁମାରୀ ସେଠାରୁ ଚାଲିଗଲା ହଂସବତୀ। ଦେଖି ଦେଖି ନୃପେ ଚଳଇ ସୁନ୍ଦରୀ, ଜୟମାଳ କରେ ସତୀ। ଯେଦିଗେ ନାରଦ ବସିଥିଲେ ଗର୍ଭେ ଫୁଲି, ସେ ଦିଗକୁ ନାରୀ ମଣି ନ ଚାହିଁଲା ଭୁଲି। ପୁଣି ପୁଣି ମୁନି ଉଠି ଏଦିଗେ ସେଦିଗେ, ଉହୁଙ୍କି ଚାହାନ୍ତି ଅତି ଆକୁଳ ସରାଗେ। ଦଶା ଦେଖି ହରଗଣ ବସନ୍ତି ମୁରୁକି, ମୁନି କିନ୍ତୁ ଛଟପଟେ ମାରୁଥାନ୍ତି ଉଙ୍କି। ଧରି ନୃପ ତନୁ ତହିଁ ଆସିଥିଲେ ହରି, ଗଳେ ତାଙ୍କ ଜୟମାଳା ଦେଲା ସେ ସୁନ୍ଦରୀ। କନ୍ୟା ଘେନି ଲକ୍ଷ୍ମୀପତି ଚଳିଗଲେ ଯହୁଁ, ସର୍ବନରପତି ହେଲେ ନିରାଶତି ତହୁଁ। ନାରଦ ଅତି ବିକଳ ମାତ୍ର ହେଲେ ତହିଁ, ସତେ ଜନ୍ମେ ଗଣ୍ଠି ଧନ କାଟି ନେଲା କେହି। ସତେ ଅବା ରତ୍ନ ହଜାଇଲେ ଋଷିବର, ହରି ମାୟା ବଳେ ହେଲେ ବଳ ହରବର। ହରଗଣ ବସି ତାଙ୍କୁ କହିଲେ, ହେ ଭାଇ, ନିଜ ମୁଖ ମୁପୁରରେ ଦେଖି ଯା ସଜାଇ। ଏତେ କହି ଦେଇ ଦୁହେଁ ଭୟେ ପଳାଇଲେ, ପାଖେ ନିରଝରେ ମୁନି ମୁଖ ନିରେଖିଲେ। ବପୁ ଦେଖି କ୍ରୋଧ ତାଙ୍କ ବଢ଼ିଲା ବହୁତ, ଶିବ ଗଣେ ସାପ ମୁନି ଦେଲେ କତୁରିତ। ରେ କପଟି 2 ନିଶାଚର ହୋଇ, ମରତେ ଭ୍ରମ ପାମର। ମୋତେ ହସୁଥିଲା ତୁମଙ୍କୁ ହସିଲେ, ବହୁ ମୁନି ବନଚର। ପୁଣି ଜଳେ ନିଜ ମୁଖ ଦେଖିଲେ ନାରଦ, ତଥାପି ହୃଦୟ ତାଙ୍କୁ ନ ତୁଟିଲା ଖେଦ। ଅଧର କମ୍ପିଲା ହୃଦେ ଉପୁଜିଲା ତମ, ତୁରନ୍ତ ଚୁଣିଲି ଚଳିଲେ ମୁନି ବୈକୁଣ୍ଠ ଧାମ। ସାପ ବା ଦେବି କିବା ମାରିବି ଜୀବନେ, ଜଗତେ ସେ ଲୋକ ହସା କଲେ କି
ଭାଗ୍ୟେ କିନ୍ତୁ ଭେଟ ହେଲେ ପ୍ରଭୁ ଜନାର୍ଦ୍ଦନ। ସଙ୍ଗେ ରମା ତୁଲେ ସେହି ରମଣୀ ରତନ। ମଧୁର ବଚନ ହସି କହିଲେ ଶ୍ରୀଧର, କାହିଁକି ବିକଳେ ମୁନି ଯାଉଛ କାପିର। ବଚନ ଶୁଣି କ୍ରୋଧରେ ଜଳିଲା ଶରୀର, ମାୟାବଶୁ ଅସମ୍ଭାଳେ କଲେ କଉତର। ପର ସମ୍ପଦ ତ ଦେଖି ନ ପାର ଶ୍ରୀହରି, ସବୁଥିରେ ଈର୍ଷାବାଦ କପଟ ତୁମ୍ଭରି। ସିନ୍ଧୁ ମନ୍ଥି ରୁଦ୍ରେ ବିଷ କରାଇଲ ପାନ, ତୁମ ସମ କପଟି କେ ଅଛି ଜନାର୍ଦ୍ଦନ। ଅସୁରଙ୍କୁ ସୁରା ଶିବଙ୍କୁ ଗରଳ, ଦେଇଣ କପଟ କଲ କୌସ୍ତୁଭମଣି। ମହାଲକ୍ଷ୍ମୀ ଦୁଇ ଆପଣା ଘରକୁ ନେଲ, ପରମ ସ୍ୱତନ୍ତ୍ର ତୁମ୍ଭେ ତୁମ୍ଭ ପରି କେହି। ନଥିବାରୁ ଝାବାବୁଛ ତା କରୁଛ ରହି, ଭଲକୁ କରୁଛ ବିଲ ମନ୍ଦେ କର ଭଲ। ବିସ୍ମୟ ରସ ତୁମ୍ଭ ନାହିଁ ରେ ଛଇଳ। ଡହକି ଡହକି ନିଅ ସବୁରି ପରତେ, ଅତି ଅସଂକ ତୁମ୍ଭର ମନ ଅତି ଉଞ୍ଚେ। ଶୁଭାଶୁଭ ଯାହା କର ବାଧା ତବ ନାହିଁ, ଆଜି ଯାଏ ତୁମ୍ଭଙ୍କୁ କେ ସାଧିଛି ଗୋସାଇଁ। ବହି ନା ଦେଇଛ ଆଜି ମୋତେ ଦଗାଦାର, ଯା କରିଛ ଫଳ ତାର ଭୁଞ୍ଜିବ ଏଥର। ଯେ ରୂପ ଧରିଣ ମୋତେ ଠକାଇଛ ହରି, ସେହି ରୂପ ହେଉ ତବ ସାପ ଏ ମୋ ଭାରି। ମୋତେ ପରା କରିଥିଲ କପି କଳେ ବର, ସେହି କପି କୂଳେ ହେବେ ସହାୟ ତୁମ୍ଭର। ମୋତେ ଆଜି ଅପକାର କରିଛ ଯେ ସନ, ନାରୀ ବିରହେ ଭୋଗିବ ଅପାର କଷଣ। ଶିରେ ଧରି ଶ୍ରାପ ପ୍ରଭୁ ଅତି ହର୍ଷେ, ସାଧିଲେ ଦେବଙ୍କ ହିତ, ସାଧିଲେ ଦେବଙ୍କ ହିତ। ନିଜ ମାୟା ବଳ ପରଶି ଗେଲିଲେ, ଦୟାର ସାଗର ସେ ତ, ଦୟାର ସାଗର ସେ ତ। ମାୟା ଯହୁଁ ତୁଟି ଗଲା ତାଙ୍କ ମହିମାରେ, ନ ଦିଶିଲେ ରମା ରାଜକନ୍ୟା ସେ ସ୍ଥାନରେ। ମୁନି ତହୁଁ ଅତି ଭୟ ଶ୍ରୀହରି ଚରଣ, ଧରି କହିଲେ କର ମୋ ଜଡ଼ତା ହରଣ। ମିଥ୍ୟା ହେଉ ସାପ ମୋର ହେ କୃପା ବାରିଧି, ଏ ମୋ ଇଚ୍ଛା ବୋଲି ଉତ୍ତରିଲେ ଦୟାନିଧି। ଦେବର୍ଷି ନାରଦ ଅତି କ୍ରୋଧରେ ଚାଲି ଯାଉଛନ୍ତି। ହଠାତ୍ ଭେଟ ହୋଇଗଲେ ଶ୍ରୀ ମଧୁସୂଦନ ଭଗବାନ ଶ୍ରୀହରି। ପଚାରିଲେ, ମୁନି ଏତେ ବ୍ୟାକୁଳ ହୋଇକି କୁଆଡ଼େ ଯାଉଛ କି? ଏହା ଶୁଣୁ ଶୁଣୁ ନାରଦ କ୍ରୋଧରେ ଜର୍ଜରିତ ହୋଇଗଲେ। ମାୟାର ତ ବଶବର୍ତ୍ତୀ ହୋଇସାରିଥିଲେ, ତେଣୁ ତାଙ୍କର କାଣ୍ଡ ଜ୍ଞାନ ବି ରହିଲାନି। ସେ କହିଲେ, ତୁମେ ଅନ୍ୟର ସୁଖ ସମ୍ପଦ ଦେଖିପାରନି, ତୁମଠାରେ ବହୁତ ଈର୍ଷା ଆଉ କପଟ ପୂରିକି ରହିଛି। ସମୁଦ୍ର ମନ୍ଥନ ବେଳେ ତୁମେ ଭଗବାନ ଶିବଙ୍କୁ ବାତୁଳ କରିଦେଇଥିଲ, ଦେବତାମାନଙ୍କ ଦ୍ୱାରା ତାଙ୍କୁ ଟିହାଇ ଦେଲ, ବିଷ ପିଆଇ ଦେଲ, ଅସୁରମାନଙ୍କୁ ମଦ ଦେଇଦେଲ,
ଭଗବାନ ଶିବଙ୍କୁ ବିଷ ଦେଇଦେଲ, ନିଜେ କୌସ୍ତୁଭମଣି ସୁନ୍ଦରୀ ଲକ୍ଷ୍ମୀକୁ ନେଇଗଲ। ତୁମେ ବଡ଼ କୁଟିଳ, ବଡ଼ ଜଟିଳ, ତୁମେ ବଡ଼ ସ୍ୱାର୍ଥପର, ତୁମେ ସବୁବେଳେ କପଟ ବ୍ୟବହାର କରୁଛ, ତୁମେ ବଡ଼ ସ୍ୱେଚ୍ଛାଚାରୀ, ତୁମ ଉପରେ ତ ଆଉ କେହି ନାହିଁ। ତେଣୁ ମନକୁ ଯେତେବେଳେ ଯାହା ପାଇଲା ତାହା ଅବାଧରେ କରିଯାଉଛ, ଭଲକୁ ମନ୍ଦ କରିଦେଉଛ, ମନ୍ଦକୁ ଭଲ କରିଦେଉଛ। ସେଥିପାଇଁ ଭାରି ଖୁସି ହେଉନା ନା, କି ଦୁଃଖ ବି କରୁନ। ସମସ୍ତଙ୍କୁ ଠକିବା ତ ତୁମର ଅଭ୍ୟାସ ହେଇଗଲାଣି ନା, ତୁମେ ଅତି ନିର୍ଭୀକ ହୋଇଗଲଣି। ତେଣୁ ଠକିବା କାମରେ ତୁମ ମନରେ ସବୁବେଳେ ଭାରି ଉତ୍ସାହ ଆସେ। ତୁମକୁ ଶୁଭ କ'ଣ ଅଶୁଭ କ'ଣ ତୁମକୁ ବାଧା କିଛି ଦିଏନି। ଏମିତିକି ତୁମକୁ କେହି ଉଚିତ ଶିକ୍ଷା ମଧ୍ୟ ଦେଇପାରିବେନି। ଏଥର ତୁମେ ଭଲ ଜାଗାରେ ବଣା ହେଇଯାଇଛ ଯେ ତୁମେ ତ ଯାହାକୁ ଯାହା ଦେଇପାର, ଠିକ୍ ଅଛି। ଏହାର ଉପଯୁକ୍ତ ଫଳ ମୁଁ ଏବେ ଦେଉଛି, ଆପଣ ତତ୍କ୍ଷଣାତ୍ ନେଇକି ଯାଆନ୍ତି। ଅର୍ଥାତ୍ କୃତ କର୍ମର ଫଳ ଏବେ ପାଇବ। ମୁଁ ତୁମକୁ ଅଭିଶାପ ଦେଉଛି, ତୁମେ ଯେଉଁ ଶରୀର ଧରିକି ମୋତେ ଠକିଲ, ଯେଉଁ ରାଜା ବେଶ ଧରିକି ଠକିଲ, ଏଥର ସେହି ଶରୀରକୁ ତୁମେ ଧାରଣ କର। ତୁମେ ମୋ ରୂପଟାକୁ ମାଙ୍କଡ଼ ପରି କରିଦେଇଥିଲ ନା, ତୁମେ ସେହି ମାଙ୍କଡ଼ମାନଙ୍କର ସାହାଯ୍ୟ କରିବ। ସେହି ମାଙ୍କଡ଼ମାନେ ତୁମକୁ ହିଁ ସାହାଯ୍ୟ କରିବେ। ମୁଁ ଯେଉଁ ସ୍ତ୍ରୀକୁ ଚାହୁଁଥିଲି ତାକୁ ମୋଠୁ ତୁମେ ବିଚ୍ଛିନ୍ନ କରିକି ନେଇକି ପଳେଇଲ ନା, ମୋର ଘୋର କ୍ଷତି କଲ ନା। ତେଣୁ ତୁମେ ବି ସ୍ତ୍ରୀ ବିବାହରେ ବର୍ତ୍ତମାନ ଦୁଃଖିତ ହୋଇଯାଅ। ଅଭିଶାପକୁ ଶିରୋଧାର୍ଯ୍ୟ କଲେ ପ୍ରଭୁ ମନେ ମନେ ଆନନ୍ଦିତ ହେଲେ। ନାରଦଙ୍କୁ ବହୁତ ବିନତି କରିବା ପରେ କୃପାନିଧାନ ଭଗବାନ ନିଜର ମାୟାର ପ୍ରଭାବକୁ ଅପସାରଣ କରିନେଲେ। ଭଗବାନଙ୍କର ମାୟାକୁ ହଟାଇ ନେବାରୁ ଦେଖାଗଲା ସେଠାରେ ଲକ୍ଷ୍ମୀ ନାହାନ୍ତି, ରାଜକୁମାରୀ ନାହିଁ। ଅତ୍ୟନ୍ତ ଭୟଭୀତ ହୋଇଗଲେ ମୁନି। ଭଗବାନଙ୍କର ପାଦ ଧରି ପକାଇଲେ, କହିଲେ ହେ ଶରଣାଗତ ବତ୍ସଳ ଦୁଃଖହାରି, ମୋତେ ଟିକେ ରକ୍ଷା କରିଦିଅ। ତବ ମୁନି ଅତି ସଭିତ ହରିଚରଣ ଗହେ ପାହି ପ୍ରଣତା ରତି ହରଣ। ହେ କୃପାଳୁ, ମୋର ଅଭିଶାପ ମିଥ୍ୟା ହେଇଯାଉ। ତା ଶୁଣିକି ଦୀନ ଦୟାଳୁ ଭଗବାନ ଶ୍ରୀହରି କହିଲେ, ଏସବୁ ମୋରି ଇଚ୍ଛାରେ ହେଲା। ମୁନି କହିଲେ, ମୁଁ ତ ଆପଣଙ୍କୁ ବହୁତ କଟୁ ବଚନ କହିଦେଲି, ମୋର ପାପ କିପରି କଟିବ କୁହନ୍ତୁ। ମୁଁ ସିନା କହିଦେଲି, କିନ୍ତୁ ତାପରେ ଅନୁତାପ କରୁଛି। ପ୍ରଭୁ, ଏଇ ଯେଉଁ ପାପ କରିଛି, ପାପ ମୋଚନ କରିବାର ବାଟ ମୋତେ ବତେଇ ଦିଅନ୍ତୁ। ଯେ ରୂପ ଧରିଣ ମୋତେ ଠକାଇଛ ହରି, ସେହି ରୂପ ହେଉ ତବ ସାପ ମୋ ଭାରି। ମୋତେ ପରା କରିଥିଲ କପି କଳେବର, ସେହି କପି କୂଳେ ହେବେ ସହାୟ ତୁମର। ମୋତେ ଆଜି ଅପକାର କରିଛ ଯେ ସନ, ନାରୀ ବିରହେ ଭୋଗିବ ଅପାର କଷଣ। ଶିରେ ଧରି ସାପ ପ୍ରଭୁ ଅତି ହର୍ଷେ, ସାଧିଲେ ଦେବଙ୍କ ହିତ। ନିଜ ମାୟା ବଳ ପରଶି ଘେନିଲେ, ଦୟାର ସାଗର ସେତ। ମାୟା ତହୁଁ ତୁଟିଗଲା ତାଙ୍କ ମହିମାରେ, ନଦିଶିଲେ ରମା ରାଜକନ୍ୟା ସେ ସ୍ଥାନରେ। ମୁନି ତହୁଁ ଅତି ଭୟ ଶ୍ରୀହରି ଚରଣ, ଧରି କହିଲେ କର ମୋ ଜଡ଼ତା ହରଣ। ମିଥ୍ୟା ହେଉ ସାପ ମୋର ହେ କୃପା ବାରିଧି, ଏ ମୋ ଇଚ୍ଛା ବୋଲି ଉତ୍ତରିଲେ ଦୟାନିଧି। ନାରଦ କହିଲେ, ବହୁ କଟା କଥା କହି ପକାଇଛି ଭ୍ରମି, ପାପ ମୋର ମେଣ୍ଟିବ କେ ମନ୍ତେ କହ ସ୍ୱାମୀ। ଶୁଣି କହନ୍ତି ଶ୍ରୀପତି ଶୁଣ ମୁନିବର, ଶଙ୍କରଙ୍କ ସତ ନାମ ଜପ ସଦା କର। ଶଙ୍କରଙ୍କ ସମ ମୋର ପ୍ରିୟ କେହି ନାହିଁ,
ମୋ ଭକତି ନ ପାଏ ଯେ ଶିବେ ହୁଏ ଦ୍ରୋହୀ। ଶଙ୍କରେ ସେ ବି ଜଗତେ ନିର୍ଭୟ ବିଚର। ଆଉ ମାୟା ଜାଲେ ନ ପଡ଼ିବ ମୁନୀଶ୍ୱର। ବହୁତ ନାରଦେ ବୁଝାଇ ଶ୍ରୀପତି ହେଲେ ତହିଁ ଅନ୍ତର୍ଧ୍ୟାନ। ସତ୍ୟ ଲୋକେ ଚଳିଗଲେ ନାରଦ କରି ହରି ଗୁଣଗାନ। ହରଗଣ ଦେଖିଲେ ଯାଆନ୍ତି ମୁନିବର। ମୋହ ଭ୍ରମ ମନୁ ତାଙ୍କ ହୋଇଲାଣି ଦୂର। ଅତି ଭୟ ମୁନି ପାଶେ ପ୍ରବେଶିଲେ ଦୁଇ। କହିଲ ଗୋ ମୁନି କ୍ଷମା କର ଦୟା ବହି। ହରଗଣ ଆମ୍ଭେ ଦୁହେଁ ନୋହୁ ବିପ୍ରବର। ଫଳ ମିଳିଅଛି ଆମ୍ଭ କାର୍ଯ୍ୟ ଅନୁସାର। ସାପ ଅନୁଗ୍ରହ ଏବେ କର ମହାମୁନି। ଶୁଣି ନାରଦ କହିଲେ ବହୁ ସନମାନି। ନିଶାଚର ତୁମ୍ଭେ ଦୁହେଁ ହେବଟି ମୁକର। ବହୁ ବଳ ତେଜ ବୀର୍ଯ୍ୟ ହେବ ଦୁହିଁଙ୍କର। ଭୁଜ ବଳେ ଜିଣିବ ଏ ବିଶ୍ୱ ଚରାଚର। ତୁମ୍ଭ ଲାଗି ହରି ହେବେ ମନୁଷ୍ୟ ଶରୀର। ସମରେ ମରଣ ଲଭି ରମାପତି ହାତେ। ହୋଇବ ମୁକତ ଚିରକାଳ ପରିଜତେ। ହରଗଣ ଚଳିଗଲେ ମୁନି ପଦ ଛୁଇଁ। କାଳେ ରକ୍ଷ କୂଳେ ଜନ୍ମ ଲଭିଲେ ସେ ଦୁଇ। ଏକ କଳ୍ପ ହରି ଏହି କାରଣରୁ ମାନବ ଶରୀର ଧରି। ଦେବତା ରଞ୍ଜନ ସଜନ ସୁଖଦ ଧରା ଭାର ନେଲେ ହରି। କଳ୍ପେ କଳ୍ପେ ପ୍ରଭୁ ଅବତରନ୍ତି ଏ ସନ। ଯୋଗିଏ କରନ୍ତି ତାଙ୍କ ଗୁଣାବଳୀ ଗାନ। ହରି ଯେ ସନ ଅନନ୍ତ କଥା ତାଙ୍କ ତଥା। ଶଙ୍ଖ ଜନେ କୀର୍ତ୍ତନତା କରନ୍ତି ସର୍ବଥା। ହରି ମାୟାରେ ମୋହନ୍ତି ମୁନି ଜ୍ଞାନୀ ଯୋଗୀ। ତାଙ୍କୁ ଧ୍ୟାନ କଲେ ଦୁଃଖ ହୁଏ କ୍ଷୟ ବେଗୀ। ସୁର ନର ମୁନି ମନ୍ତକେ ନାହିଁ ମାୟା ନ ପରସେ ଯାରେ। ଏତେ ବୁଝି ସଦା ଭଜ ମୂଢ଼ ମନ ମାୟାପତି ଚରଣରେ। ଅପର କାରଣ ଏବେ ବଖାଣିବି ମୁହିଁ। ଯହିଁ ଯାଇ ଅଗୁଣ ସଗୁଣ ରୂପ ବହି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। 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 ଜପହୁ ଯାଇ ଶଙ୍କର ସତନାମ। ହୋଇ ହୃଦୟ ତୁରତ ବିଶ୍ରାମ। ହୋ ନାହିଁ ଶିବ ସମାନ ପ୍ରିୟ ମୋରେ। ଅସି ପରତିତି ତଜହୁ ଜନିଭୋରେ। ଭଗବାନ କହିଲେ ଆପଣ ଯାଇ ଶଙ୍କରଙ୍କର ସତନାମ ସ୍ତୋତ୍ର ଜପ କରନ୍ତୁ। ତାହେଲେ ତୁରନ୍ତ ହୃଦୟରେ ଶାନ୍ତି ପାଇବ। ମୋର ଶିବଙ୍କ ପରି ପ୍ରିୟ ହୋଇ ଅନ୍ୟ କେହି ନାହିଁ। ଏହି ବିଶ୍ୱାସଟି କେବେ ଭୁଲରେ ବି ଛାଡ଼ିବନି। ଯେହି ପର କୃପା ନ କରହି ପୁରାରି। सोन पाव मुनि भगति हमारी। असौर धरि माही विचरहु जाई। अवन तुमाही माया नियराई। भगवान शिव ଯାହାକୁ କୃପା ନ କରନ୍ତି ସେ ମୋ ଭକ୍ତି କେବେ ପାଏନି। ଏହା ମନେ ରଖ। ଯାଇକି ପୃଥିବୀରେ ବିଚରଣ କର। ଏଥର ମୋ ମାୟା ଆଉ ଆପଣଙ୍କ ନିକଟକୁ ଯିବନି। ଏପରି ଭାବରେ ମୁନିଙ୍କୁ ବହୁ ପ୍ରକାରେ ବୁଝେଇଲେ, ସାନ୍ତ୍ୱନା ଦେଲେ। ପ୍ରଭୁ ଅନ୍ତର୍ଧ୍ୟାନ ହୋଇଗଲେ। ପ୍ରଭୁ ଶ୍ରୀରାମ
ଗୁଣଗାନ କରି ଦେବର୍ଷି ନାରଦ ସତ୍ୟଲୋକ ବା ବ୍ରହ୍ମଲୋକରେ ଯାଇ ପହଞ୍ଚିଗଲେ। ଶିବଗଣଙ୍କର ସେହି 2 ଜଣ ଗଣ ଦେଖିଲେ ଯେ ନାରଦ ମୁନି ବର୍ତ୍ତମାନ ମୋହମୁକ୍ତ, ତାଙ୍କ ମନ ପ୍ରସନ୍ନଚିତ ଅଛି। ଯେଉଁ ମାର୍ଗ ଦେଇ ଦେବର୍ଷି ନାରଦ ଆସୁଥିଲେ ସେହି ମାର୍ଗ ଦେଇ ଶିବଙ୍କର 2 ଗଣ 2 ଜଣ ଯାହାକି ପ୍ରବେଶ କଲେ ଏବଂ ଦେବର୍ଷିଙ୍କର ପାଦକୁ ଧରି ପକାଇଲେ। ଦୈନ୍ୟ କଣ୍ଠରେ କହିଲେ, ହେ ସାଧୁବର, ଆମକୁ କ୍ଷମା କରିଦିଅ। ଆମେ ପ୍ରକୃତରେ ବ୍ରାହ୍ମଣ ନୁହଁ, ଆମେ ହେଉଛି ଶିବଙ୍କର ଗଣ। ଆମ ଦ୍ୱାରା ବଡ଼ ଅପରାଧ ହୋଇଯାଇଛି, ତାର ଫଳ ମଧ୍ୟ ଆମେ ପାଇଯାଇଛୁ। କିନ୍ତୁ କୃପାଳୁ ବର୍ତ୍ତମାନ କୃପା କରନ୍ତୁ, ଏହି ଅଭିଶାପରୁ ଆମେ ମୁକ୍ତ ହେବୁ କିପରି? ଦୀନ ଦୟାଳୁ ଦେବର୍ଷି ନାରଦ କହିଲେ, ତୁମେ ଯାଇକି ରାକ୍ଷସ ହୋଇଯା। ତୁମେ ମହାନ ଐଶ୍ୱର୍ଯ୍ୟ, ତେଜ, ବଳ, ବାୟୁ ବଳ ପ୍ରାପ୍ତ ହେବ। ତୁମେ ଆପଣା ଭୁଜ ବଳରେ ଯେତେବେଳେ ସକଳ ବିଶ୍ୱକୁ ଜୟ କରିବ, ସେତେବେଳେ ଭଗବାନ ବିଷ୍ଣୁ ଏହି ମନୁଷ୍ୟ ଶରୀର ଧାରଣ କରିବେ ଏବଂ ଶ୍ରୀହରିଙ୍କ ହସ୍ତରେ ତୁମର ମୃତ୍ୟୁ ହେବ। ତାପରେ ତୁମେ ମୁକ୍ତ ହେବ, ତୁମକୁ ଏହି ସଂସାରରେ ଜନ୍ମ ନେବାକୁ ପଡ଼ିବନି। ଏହା ଶୁଣିକି ଶିବଙ୍କର 2 ଗଣ ମୁନିଙ୍କ ଚରଣରେ ପ୍ରଣାମ କଲେ ଏବଂ କାଳକ୍ରମେ ସେ ଯାଇକି ରାକ୍ଷସ ହୋଇଗଲେ। ଏହି କାରଣରୁ ସୁରଗଣ ରଞ୍ଜନ ଧରାଭାର ଭଞ୍ଜନ ସାଧୁଜନଙ୍କର ସୁଖଦାତା ଭଗବାନ ଗୋଟିଏ କଳ୍ପରେ ମନୁଷ୍ୟ ଅବତାର ଧାରଣ କରିଥିଲେ। ଏକ କଳ୍ପ ଏହି ହେତୁ ପ୍ରଭୁ ଲିନ୍ନ ମନୋଜ ଅବତାର, ସୁରରଞ୍ଜନ ସଜନ ସୁଖଦ हरिभञ्जन भुवि भार। श्रीराम जय राम जय जय राम, 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 श्रीराम जय राम जय जय राम। रघुपति राघव राजा राम, पतित पावन सीताराम, ईश्वर वल्ला तेरे नाम, सबको सन्मति दे भगवान। श्रीराम जय राम जय जय राम, श्रीराम जय राम जय जय राम, श्रीराम जय राम जय जय राम, संकट मोचन जय हनुमान। बोल श्याम रामचंद्र भगवान की जय, बजरंग बाली की जय, हर हर महादेव की जय हो। ओम करचरण कृतंबा कायजं कर्मजं वा मानसं वपराधं विहितमविहितं वा सर्वमेतद् क्षमस्व। जय जय करुणाब्धे श्री महादेव शंभो, श्री महादेव शंभो, श्रीरामार्पणमस्तु। ओम शांति शांति शांति। ओम समर्पणमस्तु।